ଶିବାନୀ ଜିତିଥିବା 25,000 ପୁରସ୍କାର ଟଙ୍କାକୁ ରତ୍ନା ଛଡ଼ାଇବାକୁ ଯାଉଥିବା ସମୟରେ ବିହାନ ଆସିଲେ ହାରି। ଏବେ କ'ଣ ହେବ ଏହା ଜାଣିବା ପାଇଁ ଏ ଭିଡ଼ିଓଟିକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ନମସ୍କାର ଦର୍ଶକ ବନ୍ଧୁ, ତୁ ମୋ କେଦାର ମୁଁ ତ ଗୌରୀ ସିରିଏଲରେ ଆପଣମାନେ ଦେଖିଥିବେ ଶିବାନୀ ଷ୍ଟେଜରେ ଡ୍ୟାନ୍ସ କରୁଥିବା ସମୟରେ ତାଙ୍କ ମାମୁଁ ଶିବାନୀକୁ ଦେଖି କହୁଛନ୍ତି, ମୋ ଶିବାନୀ ପାଖରେ ଏତେ ଟ୍ୟାଲେଣ୍ଟ ଅଛି ବୋଲି ମୁଁ ଜାଣିନଥିଲି। ଜେଜେମା ଶିବାନୀକୁ ଡ୍ୟାନ୍ସ ଦେଖି ବହୁତ ଖୁସି ହେଇଯାଉଛନ୍ତି। ଆଉ ବିହାନ କହୁଛନ୍ତି, ମୋ ଶିବାନୀ ଦିଦି ଆଜି ନିଶ୍ଚିନ୍ତ ଫାଷ୍ଟ ହେବେ। ଈଶାନ ମଧ୍ୟ ଖୁସି ହେଇଯାଉଛନ୍ତି, କିନ୍ତୁ ରତ୍ନା ଆଉ ରାନୀ ବହୁତ ଜେଲେସ୍ ଫିଲ୍ କରୁଛନ୍ତି। ଆଉ ଫାଇନାଲି ଡ୍ୟାନ୍ସ କମ୍ପିଟିସନ୍ ସରିଯାଇଛି। ଆଉ ରାନୀ ରତ୍ନା କହୁଛନ୍ତି, ମାମା ଦେଖିବ ମୁଁ ନିଶ୍ଚିନ୍ତ ଫାଷ୍ଟ ହେବି। ଏକଥା ଶୁଣିଲା ପରେ ବିହାନ କହୁଛନ୍ତି, ନାଇଁ ମୋ ଶିବାନୀ ଦିଦି ଫାଷ୍ଟ ହେବା। ଆଉ ଏହାପରେ ଆନାଉନ୍ସ କରାଯାଉଛି ଆଜିର ଡ୍ୟାନ୍ସ କମ୍ପିଟିସନରେ ଫାଷ୍ଟ ପ୍ରାଇଜ୍ ପାଇଛନ୍ତି ଶିବାନୀ। ଏକଥା ଶୁଣିଲା ପରେ ରତ୍ନା ଆଉ ରାଣୀ ବହୁତ ଜେଲେସ୍ ଫିଲ୍ କରୁଛନ୍ତି। ଆଉ ରାଣୀ କହୁଛନ୍ତି, ଏସବୁ ଭୁଲ ହେଉଛି, ଏହା ଫିକ୍ସିଂ କରାହେଇଛି। ରତ୍ନା ତାଙ୍କୁ ବୁଝାଉଛନ୍ତି। ଆଉ ଏପଟେ ବିହାନ ବହୁତ ଖୁସି ହେଇଯାଉଛନ୍ତି। ଆଉ ସମସ୍ତେ ଖୁସି ହେଇଯାଉଛନ୍ତି। ଶିବାନୀକୁ ପ୍ରାଇଜ୍ ଦେବାକୁ ଷ୍ଟେଜ୍ ଉପରୁ ଯାଉଛନ୍ତି ସୁଧାଂଶୁ ଆଉ ଭବାନୀ। ସୁଧାଂଶୁ ଶିବାନୀକୁ କପ୍ ଦେବା ସମୟରେ ହଠାତ୍ ସୁଧାଂଶୁକୁ ଝଟକା ଲାଗୁଛି। ଆଉ ସେ ପଛକୁ ଘୁଞ୍ଚି ଯାଉଛନ୍ତି। ଭବାନୀ କହୁଛନ୍ତି, କ'ଣ ହେଲା ଭାଇ? ସୁଧାଂଶୁ କହୁଛନ୍ତି, କିଛି ନାହିଁ, କିନ୍ତୁ ତାଙ୍କର 25 ବର୍ଷ ତଳେ କେଦାର ଗୌରୀକୁ ମାରିଥିବା ଘଟଣା ସବୁ ମନେ ପଡ଼ିଯାଉଛି। ସୁଧାଂଶୁ ତାଙ୍କ ପିଏ ଦୀପୁ କହୁଛନ୍ତି ଶିବାନୀ ଆଉ ସେ ବିହାନ ବିଷୟରେ ଖବର ରଖିବା ପାଇଁ। ଏହାପରେ ଭବାନୀ ମଧ୍ୟ ଶିବାନୀକୁ କହୁଛି, ମୁଁ ବି ତୁମକୁ ପ୍ରାଇଜ୍ ଦେବାକୁ ଚାହୁଁଛି, ମୁଁ ତୁମକୁ 25,000 ଟଙ୍କା ଦେବି। ଆଉ ଏକଥା ଶୁଣିଲା ପରେ ଶିବାନୀ କହୁଛନ୍ତି, ମୋର 25,000 ଟଙ୍କା ଦରକାର ନାହିଁ, ଯଦି ଦେବାର ଅଛି ତେବେ ଅନାଥ ପିଲାଙ୍କୁ ଦେଇଦିଅ। ଏହାପରେ ଭବାନୀ ରାଜି ହେଇଯାଉଛନ୍ତି। ଆଉ ଭବାନୀ କହୁଛନ୍ତି, ଆଉ ଗୋଟେ ମୁଁ ଏ ଷ୍ଟେଜରେ ଆନାଉନ୍ସ କରିବାକୁ ଚାହୁଁଛି, ଏବେ ଶିବାନୀ ଏବେ ମୋ ବୋହୂ ହେବାକୁ ଯାଉଛନ୍ତି। ଏକଥା ଶୁଣିଲା ପରେ ଈଶାନ ବହୁତ ମନ ଖରାପ କରୁଛନ୍ତି। ଆଉ ଏହାପରେ ପ୍ରଥମେ ରତ୍ନା ଆଉ ରାନୀ ଘରକୁ ଆସୁଛନ୍ତି। ରାନୀ ବହୁତ ମନ ଦୁଃଖ କରୁଛନ୍ତି ଆଉ ଶିବାନୀ ଉପରେ ରାଗୁଛନ୍ତି। ଆଉ କହୁଛନ୍ତି, ସବୁ ଅଧିକାର ମୋ ଠାରୁ ଛଡ଼େଇ ନେଲାଣି। ରତ୍ନା କହୁଛନ୍ତି, ତୁ ଠିକ୍ରେ ଡ୍ୟାନ୍ସ ପରଫର୍ମାନ୍ସ କଲୁନୁ ବୋଲି ଆଜି ତୁ ଜିତି ପାଇଲୁନୁ। ମୋର 10,000 ଟଙ୍କା ପାଣିରେ ପଡ଼ିଲା, ଏବେ ମୁଁ କ'ଣ କରିବି? ରାନୀ କହୁଛନ୍ତି, ଶିବାନୀ ଜିତିଥିବା 25,000 ଟଙ୍କାକୁ ତୁମେ ଆଣ ହାରି। ଏହାପରେ ରତ୍ନା କହୁଛନ୍ତି, ହଉ ଠିକ୍ ଅଛି। ଆଉ ସମସ୍ତେ ଘରକୁ ଆସୁଛନ୍ତି। ଶିବାନୀ ଜିତିଥିବା କପ୍କୁ ନେଇ ସମସ୍ତେ ଖୁସି ଅଛନ୍ତି ଆଉ ମୁହଁ ମିଠା କରୁଛନ୍ତି। ଆଉ ଏହାପରେ ରତ୍ନା ତଳକୁ ଆସୁଛନ୍ତି ଆଉ କହୁଛନ୍ତି, ମୋତେ କ'ଣ ମିଠା ଦେବନି? ବିହାନ କହୁଛନ୍ତି, ତମେ ବି ମୁହଁ ମିଠା କର ରତ୍ନା ମ୍ୟାଡ଼ାମ୍। ଏହାପରେ ଶିବାନୀଙ୍କ ମାମୁଁ କହୁଛନ୍ତି, ଶିବାନୀ ତୁ ଯା, ସେ 25,000 ଟଙ୍କାକୁ ଗଡରେଜରେ ରଖିଦେବୁ। ଆଉ ଶିବାନୀ ଯାଉଛନ୍ତି। ଶିବାନୀଙ୍କ ପଛେ ପଛେ ରତ୍ନା ମଧ୍ୟ ତାଙ୍କୁ ସାହାଯ୍ୟ କରିବାକୁ ଯାଉଛନ୍ତି। ଦର୍ଶକ ବନ୍ଧୁ, ଏବେ କ'ଣ ହେବ? କ'ଣ ଶିବାନୀ ଠାରୁ ସେ 25,000 ଟଙ୍କା ରତ୍ନା ଛଡ଼େଇ ନେବେ? ଏବେ ବିହାନ କ'ଣ କରିବେ? ଏହା ଜାଣିବା ପାଇଁ ଆପଣମାନେ ନିଶ୍ଚିନ୍ତ ଭାବରେ ଆଗାମୀ ଅଧ୍ୟାୟ ଦେଖନ୍ତୁ। ଯଦି ଆପଣମାନଙ୍କୁ ତୁ ମୋ କେଦାର ମୁଁ ତ ଗୌରୀ ସିରିଏଲ୍ ଭଲ ଲାଗୁଥିବ, ଏ ଭିଡ଼ିଓକୁ ଗୋଟେ ଲାଇକ୍ କରି ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନିଅନ୍ତୁ ଆଗାମୀ ଅଧ୍ୟାୟ ଦେଖିବା ପାଇଁ।